ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆପଣଙ୍କ ନିକଟରେ ଆଜି ଉପସ୍ଥାପନା କରିବି ଅପୂଜା ମନ୍ଦିର। ମନ୍ଦିର ଗୁଡ଼ିକ ଗୋଟିଏ ଗୋଟିଏ ଶକ୍ତିଶାଳୀ ଶକ୍ତି କେନ୍ଦ୍ର ବା ଏନର୍ଜି ସେଣ୍ଟର। ଯଦି ଆମେ ମନ୍ଦିରର ସେହି ଶକ୍ତି ଗୁଡ଼ିକୁ ଠିକ୍ରେ ସଜାଡ଼ିକି ନ ରଖିପାରିବା ବା ମେଣ୍ଟେନ୍ ନ କରିପାରିବା, ତାହେଲେ ସେହି ଶକ୍ତି ସେ ମନ୍ଦିରକୁ ଆସୁଥିବା ଲୋକମାନଙ୍କ ପାଇଁ ଘାତକ ହୋଇପାରେ। ଅପୂଜା ଶିବ ମନ୍ଦିର କିମ୍ବା ଅପୂଜା ମନ୍ଦିର ଏଠି କହିଲେ ମୁଁ ସେୟା ବୁଝାଉଛି ଯେ ଯେଉଁ ମନ୍ଦିରରେ ଯେମିତି ପୂଜା ହେବା କଥା ଯଦି ସେମିତି ପୂଜା ହୋଇପାରୁନାହିଁ, ତାହେଲେ ତାକୁ ଆମେ ବହୁମାତ୍ରାରେ ଅପୂଜା ମନ୍ଦିର ବୋଲି କହିବା। ଉଦାହରଣ ସ୍ୱରୂପ ଆମର ଏଇ ଭୁବନେଶ୍ୱରରେ ଏକାମ୍ର କ୍ଷେତ୍ର, କାଶୀପୁରୀ କୋଟିଲିଙ୍ଗରୁ ଗୋଟିଏ କମ୍ ବୋଲି କୁହାଯାଏ। ବହୁତ ଗୁଡ଼ିଏ ଏମିତି ମନ୍ଦିର ଅଛି ଯେଉଁ ମନ୍ଦିର ଗୁଡ଼ାକରେ ଲିଙ୍ଗ ଏବେ ବି ଅଛି, ମାତ୍ର ସେଠି କୌଣସି ପ୍ରକାର ପୂଜା ଅର୍ଚ୍ଚନା ହେଉନି କିମ୍ବା ଯଦି ବି ହେଉଛି ତାହେଲେ ସେ ଖୁବ୍ ସ୍ୱଳ୍ପ। ମନେ ରଖିଥାନ୍ତୁ, ଗୋଟେ ମନ୍ଦିରରେ ସବୁଠୁ ତା'ର ଶକ୍ତିଟାକୁ ପରିଷ୍କାର କରିବା ପାଇଁ ଯେଉଁ ବାଦ୍ୟ ସେ ହେଲା ଘଣ୍ଟି। ତେଣୁ ମନ୍ଦିର ଆଗରେ ଗୋଟେ ଘଣ୍ଟି ଥାଏ ଏବଂ ଭିତରେ ଗୋଟେ ଘଣ୍ଟି ଥାଏ, ଯିଏ ପଶିଲେ ସେ ଘଣ୍ଟିଟାକୁ ବଜାନ୍ତି। ଏଇଟା ଗୋଟେ ନିତାନ୍ତ ଆବଶ୍ୟକ। ଶିବ ମନ୍ଦିର ଗୁଡ଼ିକରେ ଯଦି ଲିଙ୍ଗ ଅଛି, ଲିଙ୍ଗ ଅଭିଷେକ ହେବା ନିତାନ୍ତ ଆବଶ୍ୟକ, ନହେଲେ ଲିଙ୍ଗ ଗୁଡ଼ିକ ଭିତରୁ ଟିକେ ଟିକେ କ୍ରାକ୍ ହେବା ଆରମ୍ଭ କରିବ। ଆପଣ ଜାଣିପାରିବେନି, କିନ୍ତୁ ସେ ଧୀରେ ଧୀରେ କ୍ରାକ୍ ହେବ। ଯେତେ ବଡ଼ ଲିଙ୍ଗ ସେତେ ଅଧିକ ପାଣି କିମ୍ବା ସେତେ ସିଷ୍ଟମେଟିକ୍ ପାଣି। ଅଳ୍ପ ଅଳ୍ପ ପାଣି ବରଂ ଆସୁ, କିନ୍ତୁ 24 ଘଣ୍ଟା ପାଣି ପଡ଼ୁଥିବ। ଯଦି ଏପରି ପୂଜା ଅର୍ଚ୍ଚନା ହେଉନି, ଯାହାକି ମୁଁ ଏଇ ଏକାମ୍ର କ୍ଷେତ୍ର ଅଞ୍ଚଳରେ କିଛି ନୁହେଁ, ବହୁତ କିଛି ଏମିତି ମନ୍ଦିର ଦେଖୁଛି ଯେଉଁଗୁଡ଼ାକି ଶିବଲିଙ୍ଗ ଥାଇ ମଧ୍ୟ ଠିକ୍ରେ ପୂଜା ଅର୍ଚ୍ଚନା ହେଉନି। ଏଇ ମନ୍ଦିର ଗୁଡ଼ିକୁ ଆପଣ ଟିକେ ସାବଧାନ ହୋଇଯାଆନ୍ତୁ, କାରଣ ଏଇସବୁ ମନ୍ଦିର ଗୁଡ଼ାକରେ ଶକ୍ତି ଗୁଡ଼ିକ ଭାରି ବିଚଳିତ ଅବସ୍ଥାରେ ଥାଆନ୍ତି। ମୁଁ କହିବିନି ଯେ ଦୁଷ୍ଟ ଶକ୍ତି ପଶି ଆସିଥାନ୍ତି ବୋଲି, ସେଟା ଟିକେ କଷ୍ଟ ଯଦିଓ, କିନ୍ତୁ ମନ୍ଦିରରେ ଥିବା ଶକ୍ତିଟି ବହୁତ ବିଚଳିତ ଅବସ୍ଥାରେ ଥାଏ। ଯଦି କୌଣସି ଲୋକ ସେଭଳିଆ ମନ୍ଦିରକୁ ଯାଆନ୍ତି, ତାହେଲେ ସେଇ ଲୋକଙ୍କର ଦେହ ଖରାପ ହୋଇପାରେ, ତାଙ୍କୁ ଟିକେ ଭଲ ଲାଗିବନି, ଅତି ବେଶୀରେ ଜ୍ୱର ଟିକେ ହୋଇପାରେ। ହଁ, ବେଳେବେଳେ କିମ୍ବା ମଣିଷକୁ ନେଇକି ପ୍ରାୟ ସମୟରେ ଏଭଳିଆ ମନ୍ଦିରକୁ ଯଦି ଆପଣ ସବୁବେଳେ ଯାଆନ୍ତି, ତାହେଲେ ଆପଣଙ୍କର ରାତିରେ ହୁଏତ ନିଦ ବି ଭଲ ହେବନି। ତେଣୁ ଅପୂଜା ଶିବଲିଙ୍ଗ ଥିବା ମନ୍ଦିର, ଖାଲି ଅପୂଜା ମନ୍ଦିରଟା ଯାଇକି ଛାଡ଼ିଦେଲେ, ଯେମିତି ଆମର ରାଜଧାନୀରେ ବୋଧେ କୌଣସି ପ୍ରକାର ଲିଙ୍ଗ କି ବିଗ୍ରହ ନାହିଁ ବୋଧେ, କ୍ଷମା କରିବା, ମୋତେ ଭଲକି ମନେ ପଡ଼ୁନି। ଯଦି ଭିତରେ ଗୋଟେ ଲିଙ୍ଗଟିଏ ଅଛି କିନ୍ତୁ ସେ ମନ୍ଦିରଟି ପୂଜା ହେଉନି, ତାହେଲେ ସେ ମନ୍ଦିର ବିଭିନ୍ନ ପ୍ରକାର ଶକ୍ତିକି ଟାଣି ଆଣିପାରେ। ଯେଉଁଠିକି ମୁଁ ସେଭଳିଆ କିଛି ମନ୍ଦିର ଯାଇକି ଯଦି ଆଖି ବୁଜି ବସେ, ତାହେଲେ ହୁଏତ 5-10 ମିନିଟ୍ ପରେ ମୋତେ ଅଚେତ ଭଳିଆ ଲାଗିବ ଏବଂ ମୁଁ ବାହାରିକି ପଳେଇ ଆସିବି। ଯେକୌଣସି ଗୋଟେ ସାଧକକୁ ସେହି ସ୍ଥିତି ଲାଗିବ। ତେଣୁ ଅପୂଜା ହେଉଥିବା ମନ୍ଦିର ଗୁଡ଼ିକରେ ଆପଣ କେବେ ସେ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିବେନି। ଯଦି ସେ ମନ୍ଦିରରେ ଆପଣ କିଛି ବସୁଛନ୍ତି କି ପୂଜା ଅର୍ଚ୍ଚନା କରୁଛନ୍ତି କି ମନ୍ତ୍ରଟି ପାଠ କରୁଛନ୍ତି, ଆଗ ଭଲକି ନିଆଁ ଜଳେଇବେ, ଦୀପ ଲଗେଇବେ, 2-3ଟା ଦୀପ ଲଗେଇବେ, ଅଧିକ ଦୀପ ଲଗେଇବେ। ଧୂପ ନ ଲଗେଇଲେ ଚଳିବ। ତାପରେ ଆପଣ ସେଠି କିଛି ମନ୍ତ୍ର ପାଠ କରିପାରନ୍ତି। ଯଦି ଭାବୁଛନ୍ତି ଯେ ମନ୍ଦିରଟା ବଡ଼ ମନ୍ଦିରଟେ କିନ୍ତୁ ଠିକ୍ରେ ପୂଜା ହୋଇପାରୁନାହିଁ ବୋଲି, ତାହେଲେ ଆପଣ ଏତିକି କରିପାରନ୍ତି। ଆଉ ଶିବ ମନ୍ଦିରଟି ଯଦି ହୋଇଥାଏ, ତାହେଲେ ଆପଣ ତାପରେ ପାଣି ଢାଳିବେ। ଲିଙ୍ଗକୁ ସର୍ବଦା ଟିକେ 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 କରି କଣ୍ଟିନ୍ୟୁଅସ୍ ପାଣି ଦରକାର, ନାଇଁ କି ଆମେ ଭୁସ୍କି ଢାଳିଦେବା। ତେଣୁ ମୁଁ ଯେଉଁ ଆଶ୍ରମରେ ରହୁଥିଲି କୋଏମ୍ବାଟୁରରେ, ସେଠି ଏତେ ବଡ଼ ଲିଙ୍ଗଟେ ହେଲେ ମଧ୍ୟ ପାରଦ ଲିଙ୍ଗ, ସଦ୍ଗୁରୁ ତାକୁ ଏମିତି ବ୍ୟବସ୍ଥା କରିଛନ୍ତି, ଲିଙ୍ଗ ଉପରେ ଗୋଟେ ଠୋପିଏ ପାଣି ପଡ଼ିବ, ଠୋପିଏ, କିନ୍ତୁ ସେଟା ସାରା ଦିନ ଚାଲୁଥିବ।
ଯଦି ସେପରି ସ୍ଥିତି ନାହିଁ, ଗୋଟେ ମନ୍ଦିର ଅପୂଜା ହେଇଯାଏ, ତାହେଲେ ସେ ମନ୍ଦିର ଆପଣ ଯିବା ଉଚିତ ନୁହେଁ। ଏବଂ ସେଇ ମନ୍ଦିର ଗୁଡ଼ିକ କିଛି ଯଦି ସେଇ ଦୁଷ୍ଟ ଶକ୍ତି ଆସିଯାଇଥାନ୍ତି, ତାହେଲେ କିଛି ଗୋଟେ ବ୍ଲାକ୍ ମ୍ୟାଜିକ୍ ସ୍ଥଳ ବି ହେଇପାରିବ। ତେଣୁ ଯେଉଁ ମନ୍ଦିର ଆପଣ ଦେଖୁଛନ୍ତି ଶିବ ମନ୍ଦିର ଗୁଡ଼ିକ ଠିକ୍ରେ ପୂଜା ହେଉନି, ସେ ମନ୍ଦିରକୁ ସାଧାରଣତଃ ଆପଣ ଯାଆନ୍ତୁନି। ଯଦି ଯାଉଛନ୍ତି ତାହେଲେ ଭଲକୁ ଦୀପ ଲଗେଇକି ଯାଆନ୍ତୁ ଏବଂ ସାଧାରଣତଃ ସୂର୍ଯ୍ୟାସ୍ତ ପରେ ନ ଯିବା ଭଲ। ମୋ କଥାଟି ଆପଣଙ୍କର କାନକୁ ଶ୍ରୁତି ମଧୁର ନହେଲେ ମଧ୍ୟ ଏହା ସତ୍ୟ। ଆପଣ ଯଦି କିଛି ଗୋଟେ ଭିନ୍ନ ଆପଣଙ୍କର ଏନର୍ଜି ବଡ଼ି ବା ପ୍ରାଣଶକ୍ତି କିଛି ଭିନ୍ନ ଅଛି, ହୁଏତ ଆପଣଙ୍କର ଏଇ ଫିଲିଙ୍ଗସଟା ନ ଆସିପାରେ, ମାତ୍ର ଆପଣ ଦେଖିବେ ଯଦି ଆପଣ ବାରମ୍ବାର ସେଇ ମନ୍ଦିରକୁ ଯାଆନ୍ତି, କୌଣସି ସମୟରେ ଆପଣ ଯଦି ଫିଲ୍ କରିବେ ଯେ ସେ ମନ୍ଦିରଟା ଗୋଟେ ଠିକ୍ ଲାଗିବନି ଆପଣଙ୍କ ଶକ୍ତିକି। ଯାହା ହଉ ଝିଟିପିଟି ସର୍ବଦା ମୋତେ ପ୍ରୋତ୍ସାହନ ଦେଉଛି ସତ କଥା କହିବା ପାଇଁ। ତେଣୁ ଆପଣ ଅପୂଜା ଶିବ ମନ୍ଦିର ଗୁଡ଼ିକୁ ଟିକେ ଆଭଏଡ଼ କରିବେ। ସେଠି କୌଣସି ପ୍ରକାର ପ୍ରାୟ ମନସ୍କାମନା ପୂରଣ ହେବ ନାହିଁ। ସେଠି କୌଣସି ପ୍ରକାର ଆପଣଙ୍କର ଆଧ୍ୟାତ୍ମିକ ଉନ୍ନତି ବି ହେବନି। ହଁ, ଆପଣ ସେଠି ଶକ୍ତିଟାକୁ ବହୁତ ଶୀଘ୍ର ଜାଣିପାରିବେ, କାରଣ ଯେଠୁ ଶକ୍ତିଟା ଠିକ୍ରେ ମେଣ୍ଟେନ୍ ହେଇକି ନାହିଁ। ଯେମିତି ଗୋଟେ ଜାଗାରେ ଗୋଟେ ଝରକା ଖୋଲା ରହିବା କଥା, ସେଠି ଏ ଝରକା ସେ ଝରକା ସେ ଝରକା ସେ ଝରକା ଖୋଲା ଅଛି, ତାହେଲେ କ'ଣ ହେବ? ପବନ ଇଆଡ଼ୁ ଛଡ଼େ ସେ ବାଡ଼ି ହେବ। ଠିକ୍ ସେଇଭଳିଆ ଅବସ୍ଥା ସେ ମନ୍ଦିରରେ ହେଇଯାଇଥାଏ। କେରଳରେ ଗୋଟେ ପଦ୍ଧତି ଅଛି ଯାହାକୁ କୁହାଯାଏ ଅଷ୍ଟମଙ୍ଗଳ ପ୍ରଶ୍ନ, ଯେଉଁ ମାଧ୍ୟମରେ କି ମନ୍ଦିରରେ ଦେବତା ଅଛନ୍ତି କି ନାହିଁ ଜାଣିହେବ। ମୋତେ ଲାଗୁଛି ଯେ ସେଇ ପଦ୍ଧତିଟା ଆମେ ଏଠି କରିବା ଏବଂ ସେଇଟା ଗୋଟେ ଦିନର ପ୍ରକ୍ରିୟା ନୁହେଁ। ତ ଏଇସବୁ ମନ୍ଦିରରେ ସେ ଅବସ୍ଥା ବି ଆପଣ ଜାଣିପାରିବେ। ତେବେ ଆପଣମାନଙ୍କ ଭିତରୁ ଜଣେ ମୋତେ ପଚାରିଥିଲେ ଯେ ସାର୍, ଗୋଟେ ମନ୍ଦିର ପୂଜା ରହୁଛି, ତା'ର ଲିଙ୍ଗ ବହୁତ ବଡ଼, ଚକ୍ ମାରୁଛି, କିନ୍ତୁ ଆମେ ସେ ମନ୍ଦିରକୁ ଯିବାକୁ ଆମକୁ ଡର ଲାଗୁଛି। ଲାଗିବ, ସ୍ୱତଃପ୍ରଭୂତ ଲାଗିବ, କାରଣ ଶକ୍ତିଟା ଯେତେ ଏପଟ ସେପଟ ହେଇଯାଏ, କେଉଁ ଶକ୍ତି ସେଠି ଅଛି ଆପଣ ଜାଣିପାରୁନାହାନ୍ତି। ବିଭିନ୍ନ ଲୋକ ଅଛି, ପ୍ରେତ ଲୋକ, ଯକ୍ଷ ଲୋକ, ଡାକିନୀ ଲୋକ, ଶାକିନୀ ଲୋକ, ଯୋଗିନୀ ଲୋକ, କେଉଁ ଶକ୍ତି ସେଠି ଆସି କେନ୍ଦ୍ରୀଭୂତ ହେଇଯାଇଛନ୍ତି ଆପଣ ଜାଣିନାହାନ୍ତି। କାରଣ ଆପଣ ସେ ଶକ୍ତିଟାକୁ ମେଣ୍ଟେନ୍ କଲେନି। ବାରମ୍ବାର ପାଣି ଢାଳିବା, ଠିକ୍ ମନ୍ତ୍ର ଗୋଟେ ପଠନ କରିବା, ପ୍ରତିଦିନ ଗୋଟେ ଠିକ୍ ସମୟରେ ଠିକ୍ ଦୀପ ଦେବା, ଏଟାକୁ କୁହାଯାଏ ନୀତି, ଯେଉଁଟାକୁ ସେବାୟତମାନେ କରନ୍ତି। ଆଉ ଯଦି ସେଇ ମନ୍ଦିରଟି ଗୋଟେ ବଡ଼ ଶିବଲିଙ୍ଗ ଅଛି, ନା ଏଠି ପାଣି ଢଳା ହେଉଛି, କିଛି ନାହିଁ, ଜଣେ ଆସୁଛନ୍ତି ଟିକେ ପାଣି ଛିଞ୍ଚି ଦେଉଛନ୍ତି, ଗୋଟେ ଧୂପ ଲଗେଇକି ଦୀପଟେ ଲଗେଇକି ପଳାଉଛନ୍ତି, ସେ ମନ୍ଦିରର ଶକ୍ତି ଠିକ୍ ରହିବ ନାହିଁ। ଅପୂଜା ଶିବ ମନ୍ଦିର ଗୁଡ଼ିକ ଗୋଟେ ପ୍ରକାର ଭୟଙ୍କର ସ୍ଥଳ, ଯାହାକି ସାଧାରଣ ଲୋକଙ୍କ ପାଇଁ ବିଲକୁଲ ଗମ୍ୟ ନୁହେଁ। ତେବେ ଚାଲନ୍ତୁ, ଆଶା କରେ ଆପଣ ମୋର ଉଦ୍ଦେଶ୍ୟ ବୁଝିପାରିଥିବେ। ମୋ ଉଦ୍ଦେଶ୍ୟଟି ହେଲା ଏଇଆ ଯେ ଆଖି ବୁଜିକି ଭ୍ରମଣସ୍ଥଳୀ ଭାବିକି ସବୁ ମନ୍ଦିର ଗୁଡ଼ାକୁ ଭୁସ ଭାସିକି ମାଡ଼ିଯିବେନି। ଯଦି ବି ଯାଉଛନ୍ତି ମନ୍ଦିର ଦୁଆରୁ ବାହାରୁ ପଳେଇ ଆସିବେ, ଭିତରକୁ ପଶିଯିବା, ଶିବଲିଙ୍ଗକୁ ଛୁଇଁ ପକାଇବା ଆପଣଙ୍କ ପାଇଁ ଖରାପ ହେଇପାରେ। ହଉ, ଆଜି ତ ସମୟ ହେଇଯାଇଛି। ଆପଣମାନଙ୍କ ସମସ୍ତଙ୍କର ମୋକ୍ଷ କାମନା କରି ଆଜି ପାଇଁ ମୁଁ ରହିଲି। ଓମ୍ ନମଃ ଶିବାୟ।